ସମାଜ। ଆସନ୍ତୁ ଜାଣିବା ଯେଉଁମାନେ କର୍ମ ଫଳ ସହ ସଂଶ୍ଳିଷ୍ଟ, ଯେଉଁମାନେ କର୍ମ ଫଳକୁ ତ୍ୟାଗ କରିପାରନ୍ତି ନାହିଁ, କର୍ମ ଫଳକୁ ନେଇ ଚାଲନ୍ତି, ଯେଉଁମାନଙ୍କର ମାୟା ମୋହର ଜଡ଼ିତ ହୋଇ କର୍ମ ଫଳକୁ ଉଚ୍ଚ କରନ୍ତି, କଠିନ କରନ୍ତି, କର୍ମ ଫଳ ସହିତ ସଂଶ୍ଳିଷ୍ଟ ହୁଅନ୍ତି, ସେଇମାନଙ୍କର କର୍ମଫଳ ଅନୁସାରେ 3 ଭାଗରେ ଫଳ ପ୍ରାପ୍ତ ହୁଏ। ସେଇ 3 ଭାଗରେ ଫଳ ପ୍ରାପ୍ତ ହୁଏ ତାହାରି ବିଷୟରେ ଜାଣିବା। ଯେଉଁମାନେ ତ୍ୟାଗୀ, ସଂସାର ତ୍ୟାଗ କରିକି କୌଣସି ଲୋଭ ମୋହ ମାୟା କିଛି ନାହିଁ, ସେମାନଙ୍କର ଏଥିରେ କିଛି ନାହିଁ। ଯେଉଁମାନେ କର୍ମଫଳ ସହ ସଂଶ୍ଳିଷ୍ଟ, ତାଙ୍କରି ବିଷୟରେ ଆଜି ସେଇମାନଙ୍କୁ କ'ଣ ଭୋଗ କରିବାକୁ ହୁଏ ଆଉ କେତେ ପ୍ରକାର ତାହା ବି ଜାଣିବା। ଆସନ୍ତୁ ଗୀତାର ଗୋଟିଏ ପଦ ନେବା। ନ ହି ଦେହଭୂତଂ ସତ୍ୟଂ ତ୍ୟକ୍ତଂ କର୍ମାଣି ଶେଷ ୟସ୍ତୁ କର୍ମ ଫଳ ତ୍ୟାଗୀ ସତ୍ୟାଗୀତ୍ୟ ବିଧୀୟତେ। ଭଗବାନ କହୁଛନ୍ତି ଯେ ଦେହଧାରୀ ବ୍ୟକ୍ତି ପାଇଁ କର୍ମଫଳ ଜଡ଼ିତ। ପ୍ରାୟତଃ ଏମିତି ନାହିଁ ଯେ କିଏ କର୍ମଫଳକୁ ଛାଡ଼ି ସଂସାରରେ ତ୍ୟାଗୀ ହୋଇ ରହିବ। ଯଦି ଯିଏ ରହିଲା ତାର କର୍ମଫଳ ଲାଗେ ନାହିଁ, ତାର ପୁନର୍ଜନ୍ମ କୁଣ୍ଡଳୀ ଆସେ ନାହିଁ। ସେ ଭଗବାନଙ୍କ ପାଖରେ ଆନନ୍ଦରେ ଲାଭ କରି ଲୀନ ଓ ମୈଥୁନ କରେ। ସେହି ଲୀନ ହେବାର ଶକ୍ତିକୁ ମୁଖ୍ୟ କୁହାଯାଏ। ଆସନ୍ତୁ ଆଉ ଗୋଟେ ପଦ ନେବା। ଦୁଃଖ କର୍ମ କାୟ କ୍ଲେଶସ୍ୟ ଆଗତେ ସକୃତ୍ୟା ରାଜସଂ ତ୍ୟାଗଂ ନୈବ ତ୍ୟାଗ ଫଲଂ ଲଭତେ। ଭଗବାନ ଏଠି କହୁଛନ୍ତି ଯେଉଁମାନେ ଶାରୀରିକ ଦୁଃଖ କଷ୍ଟ ଭୟରେ କର୍ମ ତ୍ୟାଗ କରନ୍ତି, ତାହା ରାଜସିକ କର୍ମ, ଫଳ କିଛି ମିଳେ ନାହିଁ। କର୍ମ ସହ ଯୁଝ। ଭଗବାନ କହୁଛନ୍ତି ଦୁଃଖ ସୁଖ ଲୋଭ ମୋହ ମାୟା ସବୁ ମଧ୍ୟରେ ତୁମକୁ ଅତିକ୍ରମ କରି ଆଗକୁ ବଢ଼ିବାକୁ ହେବ। ଯଦି ତୁମେ ଆଗକୁ ନ ବଢ଼ି ହାର ମାନିଗଲ, ଫଳହୀନ ହେବ ଓ ନିଚ ଯୋନିଗ୍ରସ୍ତ ହେବ। ରାଜସିକ କ୍ରୀଡ଼ାରେ ଏସବୁ ପ୍ରାୟତଃ ଘଟେ, ସାତ୍ତ୍ୱିକ କ୍ରୀଡ଼ାରେ ଏହା ଘଟେ କିନ୍ତୁ କମ୍ ଘଟେ। ତେଣୁ ଆସନ୍ତୁ ଆଉ ଗୋଟିଏ ପଦ ନେବା। ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିବିଧଂ କର୍ମଣ ଫଲଂ ଭବ୍ୟତେ ତ୍ୟମେନଂ ପ୍ରେତ୍ୟ ନତୁ ସନ୍ନ୍ୟାସିନାଗୋଚି। ଭଗବାନ କହୁଛନ୍ତି ଇଷ୍ଟ ଅନିଷ୍ଟ ମିଶ୍ର, ଏହି 3ଟି କର୍ମଫଳ, ଏହି 3ଟି କର୍ମଫଳ ଭୋଗିବାକୁ ହବ ସାଂସାରିକ ମାନଙ୍କୁ, ଯେଉଁମାନେ କର୍ମ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ସାଂସାରିକ କର୍ମରେ ଯଦି ସତ୍ ମାର୍ଗରେ ରହି ସତ୍ ଦିଗ୍ଦର୍ଶନ ଦେଇ ଜଗତକୁ ସତ୍ୟତାର ସହ ବଞ୍ଚିଥାନ୍ତି, ସେମାନେ ହିଁ ଇଷ୍ଟଗାମୀ ହୁଅନ୍ତି। ଇଷ୍ଟଗାମୀ ମାନେ ସ୍ୱର୍ଗଗାମୀ ହୁଅନ୍ତି। ଇଷ୍ଟଗାମୀ ସ୍ୱର୍ଗଗାମୀ, ଇଷ୍ଟ ସ୍ୱର୍ଗରେ ସ୍ୱର୍ଗଗାମୀ ହୁଅନ୍ତି ଯଦି ସେଇ ସତ୍ କର୍ମ ସତ୍ ଥାଏ। କିନ୍ତୁ ଯେଉଁମାନେ ଅନିଷ୍ଟ ସେମାନେ ନିଚଗାମୀ ହୁଅନ୍ତି। ଯେଉଁମାନେ ଇଷ୍ଟ ସେମାନେ ସ୍ୱର୍ଗ ଲୋକରୁ ପୁଣି ପ୍ରତ୍ୟାବର୍ତ୍ତନ ହେଇକି ସେଇ ଇଷ୍ଟଗାମୀ ହେଇ ପୁଣି ଭଗବାନଙ୍କ ଦ୍ୱାରା ମୃତ୍ୟୁବରଣ କରନ୍ତି। ସତ ମୃତ୍ୟୁବରଣ, କିନ୍ତୁ ଅନିଷ୍ଟକାରୀ ଜଣେ ବି ଯାଆନ୍ତି, ସେଇଭଳି ସେମାନେ ବି ମୃତ୍ୟୁବରଣ କରନ୍ତି। କିନ୍ତୁ ଅନିଷ୍ଟକାରୀ ଜୁନିବଶତଃ ସେମାନେ ବହୁତ ମାନେ ଯେଟା ରାକ୍ଷସ କଳାପ
ପାଶବିକ ଗୁଣ ଏହିସବୁ ଗୁଣ ସମ୍ପନ୍ନ ହୋଇ ସଂସାରକୁ ଆସି ଯଦି ସଂସାର କର୍ମରେ ଧୋଇ ଯଦି ଭଲ କର୍ମ କଲେ ତେବେ ପୁଣି ସେମାନେ ବି ମଧ୍ୟ ସେଇ ଇଷ୍ଟଗାମୀ ହୋଇପାରନ୍ତି। ଦିଟା ତ ଗଲା, ତୃତୀୟଟା ହଉଛି ମିଶ୍ର ଫଳ। ଏଟା ହଉଛି ନର ଲୋକ କଥା। ପ୍ରଥମ ହେଲା ଗୋଲକ ଲୋକ କଥା, ସ୍ୱର୍ଗ ଲୋକ। ଦ୍ୱିତୀୟରେ ହେଲା ନୀଚ ଲୋକ କଥା। ଏ ମଝିରେ ଏଇଟା ହଉଛି ମିଶ୍ର ଲୋକ। ଇଏ ହଉଛି ନରଗଣଙ୍କ କଥା। ନର ଲୋକମାନେ ଯେଉଁମାନେ ସାଂସାରିକ ବନ୍ଧନରେ ଆସକ୍ତ ହୋଇ ଦୈନନ୍ଦିନ ଭୋଗ କରୁଛନ୍ତି ଫଳ, ସେହି ଭୋଗ ଫଳ ସଂଗ୍ରହ କରୁଛନ୍ତି। ଯିଏ ଯେ କାମ କରୁଛି ତା ସେ କାମ ଅନୁସାରେ ଭୋଗ ସଂଗ୍ରହ କରୁଛି। ତେଣୁ ଯିଏ ଯେମିତି ଭୋଗ ସଂଗ୍ରହ କରୁଛି ସିଏ ସେମିତି ଫଳ ପାଇବ। ଏମାନଙ୍କର ଫଳ, ମିଶ୍ରିତ ମାନଙ୍କର ଫଳ ନରଗଣ ଜଡ଼ିତ ଫଳ। ନର ଦେହ ଧାରଣ କରି ଏମାନଙ୍କୁ ଫଳ ଭୋଗ କରିବାକୁ ପଡ଼େ ଏବଂ ଏମାନଙ୍କର ଗନ୍ତବ୍ୟ ବି ନର ପୁରୁଷ ମାନେ ପିତୃପୁରୁଷ ସ୍ଥାନକୁ ବି ଯାଇପାରେ, ନହେଲେ ଭଲ ଥିଲେ ଇଷ୍ଟ ଧାମକୁ ଯାଇପାରେ, ନହେଲେ ଖରାପ ଥିଲେ ନିଚ ଗୁନିକୁ ଯାଇପାରେ। ତେଣୁ ନିଚ ଜୁନି ହଉ ବା ଉଚ୍ଚ ଜୁନି ହଉ ଇଷ୍ଟ ଜୁନି ହଉ, ଫଳ ଏଇ ତିନି ପ୍ରକାର ଫଳ ସାଂସାରିକ ଲୋକମାନଙ୍କୁ ଭୋଗିବାକୁ ପଡ଼ିବ। ତେଣୁ ସଂସାର ବନ୍ଧନରେ ବାନ୍ଧି ହେଲେ ଏଇ ତିନୋଟିରୁ ଯେକୌଣସି ଗୋଟିଏ ଭୋଗ କରିବାକୁ ପଡ଼ିବ ସାଂସାରିକ ବ୍ୟକ୍ତି। ତେଣୁ ଯଦି ଭଲ କର୍ମ, ଭଲ ଫଳ, ଭଲ ସୁଖ, ଦିବ୍ୟ ଦୃଷ୍ଟି, ଦେବ ଆଶୀର୍ବାଦ ଏସବୁ ଚାହୁଁଛନ୍ତି, ତେବେ ବେଣ ହିଁ ଗୋବିନ୍ଦ ସମାନ। ଦେଖିବେ ଏଇ ମୂର୍ତ୍ତିରେ ଆପଣଙ୍କୁ ଶାନ୍ତି ମିଳିବ। ଲୋଭଗ୍ରସ୍ତ ମୋହ ମାୟା ଛାଡ଼ି ଦିଅନ୍ତୁ, ଭଗବାନଙ୍କୁ ସମର୍ପଣ କରିଦିଅନ୍ତୁ, ସବୁ ଠିକ ହେଇଯିବ। ହେ ଭକ୍ତ ସମାଜ, ଏଇଆ ଥିଲା ଆଜିର ସାଂସାରିକ ମାନଙ୍କ ପାଇଁ ଏହି ତିନୋଟି ରାସ୍ତା ଅଛି ଭୋଗିବାକୁ। କର୍ମଫଳ ନେଇ ଯିଏ ଯେ ରାସ୍ତା ପାଇଲା ସେ ରାସ୍ତାରେ ଗଲା। ଏତିକି ଦୃଷ୍ଟି ଦେଇ ପାପ କର୍ମ ମୋହ ମାୟା ପ୍ରତି ନିବୃତ୍ତ ରହି କାମ କରନ୍ତୁ। ଏତିକି କହି ମୁଁ ରହୁଛି ରବୀନ୍ଦ୍ର କୁଲାରୀ। ଜୟ ଜଗନ୍ନାଥ।